ସତରେ ଝିଅମାନଙ୍କର ଦେହ ଠାରୁ ହାତଟା ଭାରି ନରମ, ସୁନ୍ଦରୀ ଝିଅମାନଙ୍କର ଲୁହ ଠାରୁ ହସଟା ଭାରି ଗରମ। ମାନେ ରାହୁଲ ମାନସିଂ। ପ୍ରଭାତ କୁମାର BNS ନ୍ୟୁଜ୍ରୁ ମୁଁ ଆଜି ଆସି ପହଞ୍ଚିଥିଲି ତମାଣ୍ଡ ଯାତ୍ରା ପଡ଼ିଆରେ। ଆଜି ବର୍ତ୍ତମାନ ଯାତ୍ରାର ଖଳନାୟକ ଆମ ପାଖରେ ଅଛନ୍ତି ସତ୍ୟଜିତ ପଣ୍ଡା। ବର୍ତ୍ତମାନ ମାନ୍ୟତା ପାଇଛନ୍ତି ଏବଂ ଆୱାର୍ଡ଼ ବି ପାଇଛନ୍ତି ବହୁତ। ସିଧାସଳଖ ଆମେ ସେ ଖଳନାୟକଙ୍କ ପାଖରୁ ସିଧାସଳଖ ତାଙ୍କୁ ବୁଝି ନେବା ତାଙ୍କ ପରିଚୟ ଏବଂ ଯାତ୍ରାରେ କ'ଣ ରହିଛି। ନମସ୍କାର, ଜୟ ଜଗନ୍ନାଥ। ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ ନମସ୍କାର। ଆଉ ମୁଁ ଆପଣମାନଙ୍କର ହାତ ତିଆରି ସତ୍ୟଜିତ ପଣ୍ଡା। ଆଉ ସାରା ଓଡ଼ିଶା ତ ଜାଣିଛି ଯାତ୍ରା ଜଗତରେ ଖଳନାୟକ ଭାବେ କାମ କରୁଛି। ଅଭିନୟ କ'ଣ କେମିତି ଅଛି ଆପଣଙ୍କର? ଦମଦାର ନାଟକ ସହିତ ସୁନ୍ଦର ଅଭିନୟ। ମୁଁ ନିଜେ ଖୁସି, କାରଣ ମୁଁ ଆଜିକି ନୂଆ କଳାକାର ହିସାବରେ ଯେଉଁ 2 ବର୍ଷ ହେଲା ପାଦ ଦେଇଛି ଯାତ୍ରା ଇଣ୍ଡଷ୍ଟ୍ରିରେ, ମୋ ଦର୍ଶକମାନଙ୍କୁ ଯେଉଁ କଳା ମୁଁ ଦେଖେଇକି ଆସିଛି ଆଉ ସେମାନଙ୍କ ପାଖରୁ ଯେଉଁ ଆଶୀର୍ବାଦ ପାଇଛି, ପୁଣି ଏ ବର୍ଷ ନୂଆ ନାଟକ ସହିତ ନୂଆ ଭେଟି ଦେବ ଆପଣମାନଙ୍କୁ ସତ୍ୟଜିତ ପଣ୍ଡା। ଦମଦାର ନାଟକ ସହିତ ଦମଦାର କ୍ୟାରେକ୍ଟର ମୋର, ଆଉ ଯେଉଁଟାକି ଆପଣଙ୍କର ହୃଦୟକୁ ଛୁଇଁବ। ପୁଣି ଆପଣମାନେ ମୋତେ ଭଲ ପାଇବେ। ଆପଣ ବହୁତ ପାର୍ଟିରେ ଯାଇଛନ୍ତି ଏବଂ ଏ ବର୍ଷ ବାଗଜାତି ଲୋକନାଟ୍ୟରେ ଆସିଛନ୍ତି। ଆଉ କେମିତି କ'ଣ ଲାଗୁଛି ଆପଣଙ୍କୁ? ନିଆରା ଲାଗୁଛି? ନିଶ୍ଚିନ୍ତ ଗୋଟେ କୋଭିଡ଼ ପରେ ଅନୁଷ୍ଠାନ ଗଢ଼ି ଉଠିଲା ଯାତ୍ରା ଓମ୍ ଶ୍ରୀ ବାଘାଜ୍ୟୋତି ଲୋକନାଟ୍ୟ, ଯେଉଁଟାକି ଓଡ଼ିଶାବାସୀଙ୍କ ମନର ଏଇଟା ଗୋଟେ ଖୁସିର ଦିଏ। କାରଣ ସୁନ୍ଦର ଭାବରେ ନାଟକ ଆମେ ଶିଖିବୁ। ନାଟକ ଶିଖିଲା ପରେ ଆମେ ପରିବେଷଣ କରିବୁ। ପରିବେଷଣ ପରେ ପ୍ରତ୍ୟେକ ନାଟକରେ କିଛି ନା କିଛି ଶିକ୍ଷଣୀୟ ଜିନିଷ ଥାଏ। ସମାଜକୁ କିଛି ଶିକ୍ଷା ଦିଆଯାଏ। ସେମାନେ ଦର୍ଶକମାନେ କେତେ ତାକୁ ଗ୍ରହଣ କରିବେ। ଆଉ ଦ୍ୱିତୀୟ କଥା ହେଲା, ଦର୍ଶକ ତ ଭଗବାନ। ଆଉ ମୁଁ ତ ନୂଆ ନୂଆ ଆର୍ଟିଷ୍ଟମାନଙ୍କ ସହିତ କାମ କରିବା ପାଇଁ, ଯେଉଁମାନଙ୍କ ସହିତ ବି କାମ କରିନଥିଲି, ସେମାନଙ୍କ ସହିତ କାମ କରିବା ପାଇଁ ସୁଯୋଗ ମିଳିଲା। ଆଉ ଯାହାର ଓନର୍ ହେଉଛନ୍ତି ନିମାଇଚରଣ ମହାନ୍ତି ଉଲ୍ଲାସ ବାବୁ, ଆଉ ଉପଦେଷ୍ଟା ଅଛନ୍ତି ଶିବପ୍ରସାଦ ସ୍ୱାଇଁ। ବହିର ନାଁ କ'ଣ ରହିଛି ଆଜିର ବହି? ଏବେ ଯେଉଁ ଫାଷ୍ଟ ଉଦ୍ଘାଟନ ହେଲା ଏଇଠି, ସେ ନାଟକ ଫାଷ୍ଟ ନାଟକ ହେଉଛି କନ୍ଦେଇ ମାରୁଛି ଉପରବାଲା, ଯାହାକୁ ରାଇଟର ହେଉଛନ୍ତି ନିହାରଞ୍ଜନ ମହାନ୍ତି ନିହାର ସାର୍, ଆଉ ଡାଇରେକ୍ଟର ହେଉଛନ୍ତି ଶିବପ୍ରସାଦ ସ୍ୱାଇଁ ଶିବ ସାର୍। ଆଉ ସୁନ୍ଦର କୋରିଓଗ୍ରାଫ ସହିତ ଦମଦାର ନାଟକ, ଆଉ ସୁନ୍ଦର ଷ୍ଟୋରି, ଗୋଟେ ମାନେ ଆତ୍ମା ଦୁଃଖ ପାରିବାରିକ ଷ୍ଟୋରି ଉପରେ ନେଇକି ନାଟକ ଆଧାରିତ। ଆଉ ଗୁଡ଼ାଏ ଶିକ୍ଷଣୀୟ ଜିନିଷ ଅଛି ଏ ନାଟକରେ। ତେଣୁ ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ ମୁଁ ହାତ ଯୋଡ଼ି ନିବେଦନ କରୁଛି, ଆପଣ କେବଳ ବାଘାଜ୍ୟୋତି ଲୋକନାଟ୍ୟ ନୁହଁ, ସମସ୍ତ ପାର୍ଟିର ନାଟକ ଦେଖନ୍ତୁ। କଳାକାରଙ୍କୁ ସମ୍ମାନ ଦିଅନ୍ତୁ, କଳାକାରକୁ ଭଲ ପାଆନ୍ତୁ। କାରଣ ଗୋଟେ କଳାକାର କେତେ ରାତି ଅନିଦ୍ରା ହେଇ ଶିଖି ଆପଣମାନଙ୍କୁ ଟିକେ ପରିବେଷଣ କରିବା ପାଇଁ, ଆପଣମାନଙ୍କୁ ଭଲ କଥା ଶିଖେଇବା ପାଇଁ ସିଏ କେତେ କଷ୍ଟ କରୁଛି, ସେଟା ଗୋଟେ କଳାକାର ହିଁ ଜାଣିছে। ଆଉ କେବଳ ସମସ୍ତେ ଓଡ଼ିଶାରେ ଯେତେ ପାର୍ଟି ଅଛନ୍ତି ସମସ୍ତଙ୍କର ନାଟକ ଆପଣ ଦେଖନ୍ତୁ। ପ୍ରତ୍ୟେକ ନାଟକରେ କିଛି ନା କିଛି ଶିକ୍ଷଣୀୟ ଜିନିଷ ଅଛି। ଆଜି ଯେଉଁ ନାଟକ ହେଉଛି, ଆପଣଙ୍କ ନାଟକ ବହିର ନାଁ କ'ଣ ରହିଛି? ଏ ନାଟକ ହେଉଛି, ଆଜି ଯେଉଁ ବହି ହେଉଛି କନ୍ଦେଇ ମାରୁଛି ଉପରବାଲା। ଏଥିରେ ଆପଣଙ୍କର କେଉଁ ଅଭିନୟ ଅଛି? ମୁଖ୍ୟ ଖଳନାୟକ। ଗୋଟେ ସିନ୍ ତ ଏବେ ଜଷ୍ଟ ସାରିକି ଆସିଲି, ଏବେ ସାଙ୍ଗେ ସାଙ୍ଗେ ପୁଣି ସିନ୍ ଅଛି, କଣ୍ଟିନ୍ୟୁ 4ଟି ସିନ୍ ଅଛି। ତାଦେହରେ ଗୋଟେ ନାଟକ ଡାଇଲଗ୍ ହେଉଛି, ଭଲ ଲାଗିଲା। ଗୋଟେ ମାଡ଼ଟା ମୋତେ ଭାରି ଭଲ ଲାଗିଲା। ସତରେ ଝିଅମାନଙ୍କର ଦେହ ଠାରୁ ହାତଟା ଭାରି ନରମ, ସୁନ୍ଦରୀ ଝିଅମାନଙ୍କର ଲୁହ ଠାରୁ ହସଟା ଭାରି ଗରମ। ମାନେ ରାହୁଲ ମାନସିଂର ମନର ଦରଦଟାକୁ ବୁଝିପାରିଲୁନି, ତା ଦେହରେ ଦରଜ ଦେଇଦେଲୁ। ଠିକ୍ ଅଛି, ହେଲେ ମୁଁ ତୋର ଏମିତି ଜାଗାରେ ଦରଜ ଦେବି ଯେ ଯାହାର ଯନ୍ତ୍ରଣାରେ ତୁ ସାରା ଜୀବନ ଭୋଗିବୁ। କାରଣ ରାହୁଲ ମାନସିଂ ହେଉଛି ଗୋଟେ ପାଗଳ ଭର। ସେ ଯେଉଁ ଫୁଲରେ ବସେ ଆଉ ଯେଉଁ ଫୁଲକୁ ନିଜର କରେ, ସେ ଫୁଲ ଦେବତାଙ୍କ ପୂଜାରେ ଲାଗେନି, ସେ ଫୁଲ କୋକେଇରେ ଲାଗେ, କୋକେଇରେ। ସୁନ୍ଦର ନାଟକ, ଆଉ ଦମଦାର ମାନେ ସଂଳାପ ବି ଆପଣମାନେ କିଛି ଦେଖିବାକୁ ପାଇବେ, ଭିନ୍ନ ଧରଣ ସଂଳାପ। ସୁନ୍ଦର ନାଟକ ଚାଲିଛି।